ମୁଁ ପାଠ କିଛି ପଢ଼ୁନି ନାଟକ ରେ ହେବ ଏତେ ତମ ଗାଁ ଗଲାବେଳକୁ କେତେ ମୋ ପିଲାରୁ ନାଟ ଶିଖୁଛୁ ଆଜ୍ଞା। ପିଲା 8 ବର୍ଷରୁ 9 ବର୍ଷ ହବ 10 ବର୍ଷ ହବ ପରା ସେଠୁ ଆରମ୍ଭ କରୁଛି ଥିଏଟରରେ ରହିଲି 5-6 ବର୍ଷ। ସେଠୁ ସେ କୁଞ୍ଜାଟା ଭାଗିଲା ତାଉ ତାର ନାଟକ ଶିଖିଲି। ନାଟକ ଶିଖିକି 15-20 ବର୍ଷ ବେଳକୁ ନାଟ ହେଇଗଲାଣି। ମୁଁ 20 ବର୍ଷରୁ ଭେଷ ବାନ୍ଧୁଛି ଆଜି ପର୍ଯ୍ୟନ୍ତ। କାଠାରୁ ଶିଖିଲ ନାଟକ? ନାଟକ ଆମ ଗାଁରୁ ପୁରାପାତ୍ର ବୋଲି ଗୋଟେ ମାଷ୍ଟର ଥିଲେ ବାମୁଣ ବେଳେ, ତାଙ୍କୁ ଶିଖିଥିଲି ସବୁ ସାହିତ୍ୟ ଏମିତି ହାରମୋନି ଫାରମୋନି ସବୁ ଶିଖିଲି। ଆଉ ରଜାରେ ତାଙ୍କୁ ଶିଖେଇ ପାରିଲିନି। ନ ଶିଖେଇ ପାରିଲି ଲକ୍ଷଣ ଶତପଥୀକି କଡ଼ା କଣା ଲକ୍ଷଣ ଶତପଥୀକି ଆଣିଥିଲି। ତାକୁ 8-9 ବର୍ଷ ରଖିଥିଲୁ। ତାଠୁ ସବୁ ନାଟ ଫାଟ ବାକି ସବୁ ଶିଖେଇ ଦେଲା। ସେ ଶିଖେଇ ଦେଲେ ସେ ଆଉ ମୋତେ ଆଉ ଭେଷ ବନ୍ଧେଇଲାନି। କୋଉଠି ହେଲେ ମୋର ଭଲ ହେଲେ ମଧ୍ୟ ତାକୁ ଅସାର ଏମିତି ହେଲୁ ଅଧିକାରୀ ମ୍ୟାନେଜର ଥିଲେ ତାକୁ କାଢ଼ ବୋଲି ତାଙ୍କୁ ପଳେଇଲେ, ତାଙ୍କୁ ଘଉଡ଼ି ଦେଲେ। ତା ଉତ୍ତରୁ 1-1.5 ବର୍ଷ ଆଉ ନାଟ ଚାଲୁ ହେଲାନି। କଣ କଣ ସବୁ ଅଭିନୟ କରୁଛ? କଣ କଣ ସବୁ ପିଲାଟି ଦିନରୁ କଣ କଣ ଅଭିନୟ କରୁଛ? ମୁଁ ଆଗରୁ ଇଏ ସପାଣି ଫାପାଣି ହଉଥିବାର ଗାହକ ହଉଥିବାର ଏମିତି ରଜାରେ ଶିଖିଲି। ତାପରେ ଗୁରୁ ସପାଣି ଫାପାଣି ଆଉ ଦିନି ଧରି ଗାହକ ହଉଥାଇ ଆଉ ଅନ୍ୟ ପୁଞ୍ଜରେ ମଧ୍ୟ ଯାଉଥାଇ ଶିକ୍ଷା ନେଇ ପଛକୁ ତ୍ରିନାଥ ପ୍ରଧାନକୁ ଆଣିଲୁ। ତାଙ୍କୁ ଆଣିଲୁ ଶିକ୍ଷା ଏମିତି ଶିକ୍ଷା ମାଷ୍ଟର ଆଉ କୋଉଠି ମିଳିବନି। ତାଙ୍କ ପାଦକୁ ଗୋଟିଏ ନମସ୍କାର। ସେମିତି ମାଷ୍ଟର ଆଉ ମିଳିବନି। ଆଉ ସେ ବିଦ୍ୟା କିଏ ଶିଖେଇବ? ଏବେ ଆପଣ ମଧ୍ୟ ଶିଷ୍ୟ ଅଛନ୍ତି ଆପଣଙ୍କର? ହଁ କେତେ ଜଣ ଅଛନ୍ତି? ଏବେ ଆଇଛି ଜଣେ, ଆଉ ଆମ ପୁଅ ଅଛନ୍ତି ଜଣେ, ଆଉ ଏଠି ଧଳପୁରର ଗୋଟେ ପିଲାଟି ଅଛି, ଆଉ ସୁଣ୍ଡୁପଲ୍ଲୀ ଜାଗା 2-4 ପିଲା ଅଛନ୍ତି। ଜଣେ ଆସିଛି ଆଉ ଜଣେ ଆଇନି। ଏବେ ନାଟ ଲାଗିଲେ ଦେଖିବାକୁ ଯାଆନ୍ତି? ଏବେ ନାଟ ଯଦି ଲାଗିବ ଦେଖିବାକୁ ଯାଆନ୍ତି? କଣ କହୁନାହାନ୍ତି? ଦେଖିବାକୁ ଯାଉଥାଏ। ତାଙ୍କୁ ଏଇଟା ହେଲାନି ସେଟା ହେଲାନି ସେମିତି କରିବ କଥା କରୁଥାଏ। ଆପଣ ଭାବିଥିଲେ ପାଠ ନ ପଢି ଏମିତି ସବୁ ଇଏ କରିବେ? ଏ ସବୁ ମୁଁ କିଛି ମିଳିବ ଏ ଭାବିନଥିଲି। କିଛି କଣ ଭାବିବ କହୁନ? ତାପରେ ମୁଁ ପାଠ ପଢୁନି କି କିଛି ନାହିଁ, କିନ୍ତୁ ମୁଁ କେଇସ କରୁଥାଏ ଯେ ସେ ନୃସିଂହନାଥ ମୋତେ ବଡ଼ କରୁଣା ଆଜ୍ଞା। ତାଙ୍କୁ ଡାକିଲା ମାତ୍ରେ ହାଜର ଏମିତି ହଉଥାନ୍ତି ନାଟର ଭିତରେ। ମୁଁ କାହା ସାଥିରେ ଆଜି ପର୍ଯ୍ୟନ୍ତ ଜାଣିଛି ଯେ ମୁଁ ଭେଷ ବାନ୍ଧିଲାଠୁ ପରାସ୍ତ ହେଇକିରି ଆଉ କିଛି ହେଲାନି ବୋଲି କିଏ କହିନି। 7 ରାତି ହଉ 8 ରାତି ହଉ ଏମିତି ଚାଲିଥିବ। ଆମର ଏ ପୁଞ୍ଜା ଗଲେ 7 ରାତି 8 ରାତି ଏମିତି ବୁଲି ବ୍ରହ୍ମପୁର ଆଡ଼ୁ ବାହାରିବ ବୋଲେ ଏମିତି ଆଉ ତ ହିଞ୍ଜିଳି କାହାଠୁ ବୁଲି କେତେଟା ଜାଗାରେ ନାଟକ କରିଥିବେ? ଓ ସେ କଥା କହିଲେ କଣ ହବ? ଆମର ବ୍ୟଞ୍ଜନ ପାଖରେ ଲେଖା ଥିବ ଯେ ଆଉ ଚିରା ହେଇଛି ପକେଇଦେବି।